କବିସୂର୍ଯ୍ୟନଗର ସ୍ଥିତ ଆଇବି ଷ୍ଟାଡିୟମ ପରିସରରେ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳନ। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଖଣିଜ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଯୋଗ ଦେଇ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଉଦ୍ଦେଶ୍ୟ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପ୍ରତିଷ୍ଠାତା ସୁମନ୍ତ କୁମାର ଚର୍ଚ୍ଚୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ରକ୍ତଦାନ ଭଳି ମହତ୍ ଅନୁଷ୍ଠାନ କରି ସାଧାରଣ ଲୋକଙ୍କ ସେବା କରିବା କ୍ଷେତ୍ରରେ ଏହି ଅନୁଷ୍ଠାନ କାମ କରୁଥିବା ଯୋଗୁଁ ଏହିଭଳି ଅନୁଷ୍ଠାନକୁ ସାଧୁବାଦ ଜ୍ଞାପନ କରିଥିଲେ ମନ୍ତ୍ରୀ ବିଭୂତିଭୂଷଣ ଜେନା। ସେହିପରି ଆସିକା ସଂସଦୀୟ କ୍ଷେତ୍ରରେ ଏକ ରକ୍ତଦାନ ୟୁନିଟ୍ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସାଂସଦ ଅନିତା ସୁଭଦର୍ଶିନୀ। ମୋ ନିର୍ବାଚନ ମଣ୍ଡଳୀରେ ଏହିଭଳି ମହତ୍ ଅନୁଷ୍ଠାନ ଗଢ଼ି ଉଠିଥିବା ନେଇ ଜାଣିବା ପରେ ନିଜକୁ ଗର୍ବ ଅନୁଭବ କରିଛି ବୋଲି କହିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଉକ୍ତ ରକ୍ତଦାନ ସେବା ସଂଘର ନିର୍ଦ୍ଦେଶକ ସୁଶାନ୍ତ କୁମାର ଚର୍ଚ୍ଚୀ ଓ ଉପଦେଷ୍ଟା ପ୍ରଶାନ୍ତ କୁମାର ଚର୍ଚ୍ଚୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭାପତି ତତ୍ତ୍ୱମସୀ ପରିଡ଼ା ସଭାପତିତ୍ୱ କରିଥିଲେ। କୋଭିଡ ସମୟରେ ଜନ୍ମ ନେଇଥିବା ଏହି ରକ୍ତଦାନ ସେବା ସଂଘ ଷଷ୍ଠ ବର୍ଷରେ ପହଞ୍ଚିବା ବେଳେ ଆହୁରି ସୁଦୂର ପ୍ରସାରୀ ହେଉ ବୋଲି କହିଥିଲେ ଅନ୍ୟତମ ଅତିଥି ତଥା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲା ହ୍ୟୁମାନ ରାଇଟ୍ସ ସଭାପତି ଲୋକନାଥ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୀତାମ୍ବର ସେଠୀ, ସମାଜସେବୀ ରାମପ୍ରସାଦ ମହାରଣା, ବିଜେପି ମଣ୍ଡଳ ସଭାପତି ଅଶୋକ ଜେନା, ବରିଷ୍ଠ ନେତା ଶିଶିର ମିଶ୍ର, ବିଜୟ ସ୍ୱାଇଁ, ଯଜ୍ଞନାରାୟଣ ଦାସ ଉପସ୍ଥିତ ଥିଲେ। ଅନଲାଇନ୍ ମାଧ୍ୟମରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହିଭଳି ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ସମ୍ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶିକ୍ଷାବିତ୍ ଦିବାକର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ଦ୍ୱାରା ଉପକୃତ ହୋଇଥିବା କିଛି ବ୍ୟକ୍ତି ନିଜର ସ୍ମୃତିକୁ ମଞ୍ଚରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ରତ୍ନାକର ସିଂହ ଓ ଆଦ୍ୟାଶ୍ରୀ ରଥ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ କରିଥିଲେ। କାର୍ଯ୍ୟକାରୀ ସଭାପତି ବାଲ୍ମୀକି ବିଷୟୀ ଉପସ୍ଥିତ ରହି ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁକେଶ ଜେନା, ଚନ୍ଦନ ସାହୁ, ନବୀନ ନାହକ, କାହ୍ନୁଚରଣ କହଁର, ଅଭିମନ୍ୟୁ ନାହକ, ଜ୍ୟୋତିର୍ମୟୀ ପଣ୍ଡା, ବିନାୟକ ସ୍ୱାଇଁ, ଜଟିଆ ପଳତା, ବୁଲୁ ଗୌଡ଼, କିରଣ ଦାସ, ମନୋଜ ପୃଷ୍ଟି, ରଞ୍ଜନ ନାହକ, ଦିଗମ୍ବର ସାହୁ, ଅମର ପ୍ରଧାନ, ଦିବ୍ୟକାନ୍ତ ସାମଲ, ଜ୍ଞାନ ରଥ, ସଂଘମିତ୍ରା ଚର୍ଚ୍ଚୀ, ହେନା ବଳିଆର ସିଂ, ଜାନକୀ ନାହକ, ରଜେନ୍ଦ୍ର ମହାରଣା, ଶଙ୍କର ପାଣିଗ୍ରାହୀ, କୁନାଲ ଜେନା, ଗଙ୍ଗାଧର ଦଳେଇ, ବିଷ୍ଣୁପ୍ରସାଦ ପୋଲେଇ, ଶକ୍ତିପ୍ରସାଦ ପ୍ରଧାନ, ଅରୁଣ ବିଶୋଇ, ଚିନ୍ମୟୀ ପଲ୍ଲୀ, ସୌମ୍ୟରଞ୍ଜନ ସାହୁ, ଉତ୍ତମ ନାହକ, ମୁରଲୀଧର ନାହକ, ପୂର୍ଣ୍ଣଚନ୍ଦ୍ର ନାହକ, ରାହୁଲ ସାହୁ, ସଞ୍ଜୟ ଡାକୁଆ, ସରୋଜ ବିଶ୍ୱାଳ, ସିଦ୍ଧାର୍ଥ ସାହୁ, ଟୁକୁନା ଜେନା, ପଞ୍ଚୟ ବିଶୋଇ, ନାରାୟଣ ଖୁଣ୍ଟିଆ, ବିକାଶ ସେଠୀ, ସୋମ ମୁନି, ଦେବାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।